ଅନେକ ସମୟରେ ଆମ୍ଭେମାନେ ଆମମାନଙ୍କ ଜୀବନରେ ଅନେକ ବିଷୟ ନେଇ ଆମେ ଚିନ୍ତିତ ହୋଇଥାଉ। ଆର୍ଥିକ ବିଷୟ ନେଇ, ଶାରୀରିକ ବିଷୟ ନେଇ ଏବଂ ମାନସିକ ବିଷୟ ନେଇ ଆମ୍ଭେମାନେ ଚିନ୍ତିତ ହୋଇଥାଉ। କିନ୍ତୁ ବାକ୍ୟରେ ଆମ୍ଭମାନଙ୍କୁ ଅନେକ ସମୟରେ ପ୍ରତିଜ୍ଞା ଦିଆଯାଇଥାଏ, ତାହାକୁ ଆମେ ଭୁଲି ଯାଇଥାଉ। ଆସନ୍ତୁ ଆମେ ଗୋଟିଏ ଅଂଶକୁ ଦେଖିବା। ପ୍ରଥମ ପିତର ତାର 5 ପର୍ବର 7 ପଦରେ ସେଠାରେ ଏପରି ଲେଖା ଅଛି, ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ଉତ୍ତମ ବାକ୍ୟମାନଙ୍କୁ ଯେତେବେଳେ ଆମେ ଚିନ୍ତାଗ୍ରସ୍ତ ହୋଇଥାଉ, ଚିନ୍ତାରେ ଭରି ରହିଥାଉ, ସେହି ସମୟରେ ଏହି ବାକ୍ୟ ଆମମାନଙ୍କ ପାଇଁ ଉପଯୁକ୍ତ ଅଟେ। ସେହିପରି ଆଉ ଏକ ବାକ୍ୟ ଆମମାନଙ୍କୁ ଆଉ ଚିନ୍ତା ସମୟରେ ସାହାଯ୍ୟ କରିଥାଏ। ଆସନ୍ତୁ ଆମେ ପାଠ କରିବା ଫିଲିପିଓ ତାର 4 ପର୍ବର 6 ପଦରେ। ସେଠାରେ ମଧ୍ୟ ଏପରି ଲେଖା ଅଛି, କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ।